ଜଗନ୍ନାଥଙ୍କ ରଥଚକ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପୁରୀକୁ ଗଲା କାଠ। ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମ ଥର ପୁରୀକୁ ଗଲା ରଥ ନିର୍ମାଣ ପାଇଁ କାଠ। ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ମଲ୍ଲିକା ମୁଣ୍ଡା ଗାଁର ଆଦିତ୍ୟ ମିଶ୍ରଙ୍କ ବାଡ଼ି ଓ କ୍ଷେତ୍ରରେ ଥିବା 5ଟି ଫାସି ଗଛ ଆଜି ପୂଜାର୍ଚ୍ଚନା ପରେ କଟାଯାଇଛି। ଏହି ଅବସରରେ ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଜୟ ଜଗନ୍ନାଥ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ଜିଲ୍ଲାରୁ ପ୍ରଥମ ଥର ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମିଶ୍ର ପରିବାର ଓ ଗ୍ରାमवासी। के गछ जाउछे आमे बहुत खुशी अछु। हमर गांव लोके भी खुशी अछन, ग्राम लोके भी सब खुशी कर कीर्तन धरि के आइथिले आरो आमे बहुत खुशी अछु। खेत जुड़े जाउछे, बाड़ी आडू जुड़े तीनटा जाउछे रथ लागबा बोली आमे बहुत खुश। आगरो भी कल्पना थिला हमर थिबाटा थिला ई गछ तीनटा को रथ हो जाता वाला भल हता बोली सेटा भगवान पूर्ण करछ जगन्नाथ। ना आम बहुत खुशी होचु आउटा आमर स्वप्न थिला जेनटा कि साकार होचे। बहुत दिन आम कल्पना करथनु जे आमर गाँव किसी काठ जीवा और दारू ब्रह्मंकर रथ निर्माण पाई सेटा काम आवा बोली तो आम बहुत खुशी होचु। आ खाली आमे नहीं आमर गाँव लोक पूरा सोनपुर टाउन खुशी होचु। आई सकाले कीर्तन्य माने आसिकरी घरे पूजा करा हला, कीर्तन्य करा हला और गछ कटा हला। आ आम बाड़ी रो 3टा गछ आ आम खेतर 2टा गछ कटा ହେଇଛି। ଆଉ ଗଛର ବାହି ମାନେ ସେଟା କି ଚକା ହିସାବରେ ବଡ ଦାଣ୍ଡରେ ସେଟା କାର୍ଯ୍ୟାଳୟରେ କାମ ହେବ ତ ସେଟା ଆମ ପାଇଁ ବହୁତ ଖୁସିର କଥା। ଆଉ ଏଟା ଭଗବାନ ମଣିମାଙ୍କ ଡୋରି ଲାଗିଲା ସେଥିପାଇଁ ଏଟା ସମ୍ପୂର୍ଣ୍ଣ ହେଇ ପାରିଲା। ଧନ୍ୟବାଦ। ମୋ ନାଁ ହଉଛି ଆଜ୍ଞା ଆଦିତ୍ୟ ମିଶ୍ର, ଗାଁ ହଉଛି ମଲ୍ଲିକ ମୁଣ୍ଡା, ସୋନପୁର ଜିଲ୍ଲା। ରଥ ନିର୍ମାଣର ଲାଗି କାଠ ଆମର ସୋନପୁର ଡିଷ୍ଟ୍ରିକ୍ଟରୁ ଆମ ଗାଁରୁ ଆମର ଖଳାରୁ ଆମେ 5ଟା ଗଛ ଏଟା ଦେବୁଛୁ ରଥ ତିଆରି ପାଇଁ, ଯେନ୍ଟା କି ଆମର ସୋନପୁର ଜିଲ୍ଲାରେ ଏଟା ସର୍ବପ୍ରଥମ। ଆଜି ପୂର୍ବରୁ କୌଣସି ଥର କାଠ ଏଣୁ ନାଇଁ ଯାଇଥାଏ, ଏଥର ପ୍ରଥମ ଥର କାଠ ଯାଉଛେ ଏବଂ 5ଟା କାଠ ଗଛ ଅଲରେଡି କଟା ହେଇ ସାରିଲାନ। ଆମେ ସମସ୍ତେ ଖୁସି ତଥା ଆମର ଗ୍ରାମବାସୀ खुशी, आमर सोनपुर जिलावासी खुशी एथिर लगे जेनटा कि आमर सोनपुर प्रथम थर रथ तैयारी हेबा काठ जाउची। सुवर्णपुर रामहरि सेठी रिपोर्ट, विश्व विजयी न्यूज ओडिशा।